ମୁଁ ସଞ୍ଜୟ କହୁଛି, ମହାଭାରତର ସଞ୍ଜୟ କହୁଛି, ବିଶ୍ୱ ବ୍ରହ୍ମାଣ୍ଡର ପ୍ରଥମ ସମ୍ବାଦଦାତା ସଞ୍ଜୟ କହୁଛି। ଶୁଣ, ମୁଁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ, ମୁଁ ଲୋକତନ୍ତ୍ରର ଜାଗ୍ରତ ପ୍ରହରୀ, ମୁଁ ସରକାର ଆଉ ସାଧାରଣ ଜନତା ଭିତରେ ସମ୍ପର୍କର ସେତୁବନ୍ଧ, ମୁଁ ଏ ସାଧାରଣ ଲୋକଙ୍କର ଅକୁହା ସ୍ୱର, ମୁଁ ସମାଜର ଆଖି, କାନ, ଗଣମାଧ୍ୟମ। ଦିନ ରାତି, ଖରା ବର୍ଷା, ଝଡ଼ ଝଞ୍ଜା, ବାତ୍ୟା ବନ୍ୟା ଭିତରେ ମୁଁ ସାଧାରଣ ଜନତାର ଦୁଃଖ ଦୁର୍ଦ୍ଦଶା, ଭଲ ମନ୍ଦ, ଦାବି ସବୁ ବୁଝିଥାଏ। ମୁଁ ସରକାରର ନୀତି ନିୟମ ଯୋଜନା ସବୁ ପହଞ୍ଚେଇଥାଏ ଏ ସାଧାରଣ ନାଗରିକ ପାଖରେ। ମୋ ଲେଖନୀ, ମୋ ବୁକ୍ ସରକାର ଗଠନ ବି କରିପାରେ ଆଉ ସରକାର ପତନ ବି କରିପାରେ। ସାଧାରଣ ଜନତାର ସେବା, ଭଲ ମନ୍ଦ ଏବଂ ସମସ୍ୟାକୁ ଦେଖେଇ ଦେଖେଇ ମୁଁ ମୋ ଭଲ ମନ୍ଦକୁ ହଜେଇ ଦେଇଛି। ଏ ସମସ୍ତଙ୍କର ଦରମା ଭତ୍ତାର ସ୍ୱର ଉଠେଇ ଉଠେଇ ମୋ ଦରମା ମୁଁ ଆଉ କେତେ ଜାଣିପାରୁନି। ଦେଶ ଦୁନିଆ ଘର ପରିବାରର ଖବର ଦେଖେଇ ଦେଖେଇ ମୋ ଘର ପରିବାରକୁ ମୁଁ ହଜେଇ ଦେଇଛି। ପୁଞ୍ଜିବାଦୀ, ଭ୍ରଷ୍ଟ ନେତା, ଦୁର୍ନୀତିଗତ ପ୍ରଶାସକ, ମଦ ମାଫିଆ, ସେମାନଙ୍କ ଆକ୍ରୋଶ ଆକ୍ରମଣ ଭିତରେ ମୁଁ ଆଜି ପଙ୍ଗୁ ହେଇଯାଇଛି। ପଙ୍ଗୁ, ମୋ ଲେଖନୀ ଆଜି ଥମି ଯାଇଛି। ମୋ ବୁମ୍ ଆଜି କାମ କରୁନି। ସୋସିଆଲ ମିଡ଼ିଆର ରାକ୍ଷସ ମୋତେ କବଳିତ କରିବାକୁ ଲାଗିଛି। ଆଜି ମୁଁ ଅସହାୟ ହୋଇପଡ଼ିଛି। ଆଜି ମୁଁ ଅଲୋଡ଼ା ହୋଇପଡ଼ିଛି। କିଏ ଦାୟୀ? ନା ମୁଁ ସରକାରର, ନା ମୁଁ ସାଧାରଣ ଜନତାର, ନା ମୁଁ ଏ କୂଳର, ନା ମୁଁ ସେ କୂଳର। ଏବେ ସମ୍ବାଦ ଉପରେ, ସାମ୍ବାଦିକ ଉପରେ, ସାମ୍ବାଦିକତା ଉପରେ ସମସ୍ତେ ଚିନ୍ତା କରିବାର ବେଳ ଆସିଛି। ମନେ ରଖ, ମାଇଣ୍ଡ ଇଟ୍, ମନେ ରଖ, ସମ୍ବାଦ କେବେ ମରିପାରିବନି, ସାମ୍ବାଦିକ କେବେ ମରିବନି, କି ସାମ୍ବାଦିକତା କେବେ ହଜିବନି। ପ୍ରେସ୍ ଦିବସର ଅନେକ ଶୁଭେଚ୍ଛା।